ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେ କିପରି ଚାଲିବା। ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେ କି ପ୍ରକାର ଚାଲିବା। ପ୍ରିୟମାନେ, ବାଇବଲ ଆମମାନଙ୍କୁ କହେ ଗାଲାତୀୟ ଏହାର 5 ଅଧ୍ୟାୟର 25 ପଦ, ଯଦି ଆମ୍ଭେମାନେ ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହୋଇଅଛୁ ତେବେ ଆତ୍ମାଙ୍କ ଦ୍ୱାରା ମଧ୍ୟ ଆଚରଣ କରୁ। ପ୍ରିୟମାନେ, ପବିତ୍ର ଆତ୍ମାଙ୍କ ଦ୍ୱାରା ପରମେଶ୍ୱର ଆମମାନଙ୍କୁ ଜୀବନ ଦେଇଛନ୍ତି ଓ ଆମମାନଙ୍କ ଦାୟିତ୍ୱ ଯେ ଆମେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଲିବା। ଆମେ ପବିତ୍ର ଆତ୍ମା ଆମକୁ ଏଥିପାଇଁ ଦିଆଯାଇଛନ୍ତି ଯେଉଁ ପବିତ୍ର ଆତ୍ମା ଆମ୍ଭମାନଙ୍କୁ ଚଲେଇବେ। ଆମ୍ଭମାନଙ୍କୁ ଚଲେଇବା ନିମନ୍ତେ ହିଁ ପରମେଶ୍ୱର ଏହି ଜଗତକୁ ସେ ପବିତ୍ର ଆତ୍ମାଙ୍କୁ ପ୍ରେରଣ କରିଅଛନ୍ତି। ଦେଖାଯାଏ, ଯଦି ଆମମାନେ ପଢ଼ିବା ପାଇଁ ଯିବା ଆମେ ରୋମିଓ 8 ଅଧ୍ୟାୟ 14 ପଦ, ଯେଣୁ ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି ସେମାନେ ଈଶ୍ୱରଙ୍କ ସନ୍ତାନ। ପରମେଶ୍ୱର ଆପଣା ଆତ୍ମାଙ୍କୁ ଆମମାନଙ୍କୁ ଏଥିପାଇଁ ଦେଇଛନ୍ତି ଯେ ସେ ଆମମାନଙ୍କୁ ଚଲେଇବେ। ଆଉ କିଏ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେବ? ଯେଉଁମାନେ ପରମେଶ୍ୱରଙ୍କ ସନ୍ତାନ ଅଟନ୍ତି। ଯେଉଁମାନେ ପରମେଶ୍ୱରଙ୍କ ସନ୍ତାନ ନୁହନ୍ତି ସେମାନେ ନିଜର ଶାରୀରିକ ଅଭିଳାଷ ଅନୁସାରେ, ଜଗତ ଅନୁସାରେ, ଶୈତାନର ଇଚ୍ଛା ଅନୁସାରେ ସେମାନେ ପରିଚାଳିତ ହେବେ। ମାତ୍ର ଯେଉଁମାନେ ପରମେଶ୍ୱରଙ୍କ ସନ୍ତାନ ଅଟନ୍ତି ସେମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେବେ। ଆଉ ପବିତ୍ର ଆତ୍ମା କେଉଁମାନଙ୍କ ସହିତ ସେ ଚାଲନ୍ତି? ଆମେ ଯଦି ପଢ଼ିବା ଆମେ ଏଫେସୀୟ 4 ଅଧ୍ୟାୟର 30 ପଦରେ, ଆଉ ଈଶ୍ୱରଙ୍କର ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ ତାହାଙ୍କୁ ଦୁଃଖ ଦିଅ ନାହିଁ। ଆମେ ଯଦି ପବିତ୍ର ଆତ୍ମାଙ୍କୁ ଆମେ ଦୁଃଖ ଦେବା ତାହେଲେ ଆମେ ପବିତ୍ର ଆତ୍ମାଙ୍କ ସହିତ ଆମେ ଚାଲିପାରିବା ନାହିଁ। ଆମେ ପବିତ୍ର ଆତ୍ମାଙ୍କ ସହିତ ଆମେ କିପରି ଚାଲିବା, କିପରି ଗମନାଗମନ କରିପାରିବା? ଆମେ ସବୁ ସମୟରେ ପବିତ୍ର ଆତ୍ମାଙ୍କୁ ଆମେ ଆନନ୍ଦିତ କରିବାର ଅଛି, ଖୁସି କରିବାର ଅଛି। କାରଣ ପବିତ୍ର ଆତ୍ମା ସେ ଅଟନ୍ତି। ଯଦି ପବିତ୍ର ଆତ୍ମାକୁ ଆମେ ଦୁଃଖ ଦେଉ ତାହେଲେ ପବିତ୍ର ଆତ୍ମା ଆମ ସହିତ ସେ ଚାଲିବେ ନାହିଁ, ଆମ ସହିତ ସେ ଗମନାଗମନ କରିବେ ନାହିଁ। କାରଣ ଲେଖାଗଲା, ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ ତାହାଙ୍କୁ ଦୁଃଖ ଦିଅ ନାହିଁ। ପବିତ୍ର ଆତ୍ମା କେତେବେଳେ ସେ ଦୁଃଖିତ ହେବେ? 31 ପଦରେ, ସମସ୍ତ ପ୍ରକାର କଟୁଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କ ଠାରୁ ଦୂର ହେଉ। ଯେଉଁ ସମୟରେ ଆମେ ପରିତ୍ରାଣ ପାଇଲା ପରେ, ପବିତ୍ର ଆତ୍ମା ପାଇଲା ପରେ, ଯଦି ଆମମାନଙ୍କର ମୁଖରୁ, ଆମମାନଙ୍କ ଜିହ୍ୱାରୁ, ଆମମାନଙ୍କ କଥାବାର୍ତ୍ତାରୁ ଯଦି ଆମମାନେ କଟୁଭାବ, ରାଗ, କ୍ରୋଧ, କଳହ, ନିନ୍ଦା, ହିଂସା ଏ ପ୍ରକାର ଯଦି ଆମେ କରିବା ତାହେଲେ ପବିତ୍ର ଆତ୍ମା ଦୁଃଖିତ ହେବେ। ଆଉ ଆମମାନଙ୍କର ପବିତ୍ର ଆତ୍ମା ଯେଉଁ ଆମକୁ ପ୍ରଦାନ କରାଯାଇଛି ସେ ପବିତ୍ର ଆତ୍ମାଙ୍କୁ ଆମକୁ ଦୁଃଖିତ କରିବାର ନାହିଁ। ଆମେ ପବିତ୍ର ଆତ୍ମାଙ୍କୁ ଦୁଃଖିତ କରି ତାଙ୍କ ସହିତ ଆମେ ଗମନାଗମନ କଦାପି କରିପାରିବା ନାହିଁ। ଯଦି ପବିତ୍ର ଆତ୍ମାଙ୍କ ସହିତ ଆମେ କି ପ୍ରକାର ଚାଲିବାର ଅଛି? ଆମର ଜିହ୍ୱାକୁ, ଆମର କଥାବାର୍ତ୍ତାକୁ ଆମେ ଠିକ୍ କରିବାର ଆବଶ୍ୟକ ରହିଅଛି। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଜି ଅନେକ ଜଣ ଅଛନ୍ତି ସେମାନେ ନିଜର ଜିହ୍ୱାକୁ, ନିଜର କଥାବାର୍ତ୍ତାକୁ ସେମାନେ ଠିକ୍ କରନ୍ତି ନାହିଁ। ଏଠି ଲେଖାଯାଏ, ପଢ଼ିବା ଯାକୋବ ଏହାର 1 ଅଧ୍ୟାୟର 27 ପଦରେ, ଅନାଥ ଓ ବିଧବାମାନଙ୍କୁ ସେମାନଙ୍କ ଦୁଃଖ ଅବସ୍ଥାରେ ସଂଖଳିବା,
पुणी ଇ ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା ଏହା ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଧର୍ମପରାୟଣତା ଅଟେ। ଯଦି ଆମେ 26 ପଦ ପଢ଼ିବା, ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ ଆଉ ଆପଣା ଜିହ୍ବାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା। ପ୍ରିୟମାନେ, ଯଦି ଆମେ ଅନାଥ ଆଉ ବିଧବାକୁ ଆମେ ସଂଖାଳଉଛୁ ଆଉ ସଂସାର ଠାରୁ ନିଜକୁ ଆମେ ଶୁଦ୍ଧ ନିର୍ମଳ ରଖୁଛୁ, ତାହା ଧର୍ମପରାୟଣ, ଈଶ୍ୱରଙ୍କ ଦୃଷ୍ଟିରେ ବିଶୁଦ୍ଧ ଧର୍ମପରାୟଣ। ମାତ୍ର ଯଦି ଆମର ଜିହ୍ବାକୁ ଆମେ କ'ଣ କରୁନୁ, ଆମେ ବଶୀଭୂତ କରି ରଖୁନାହୁଁ, ଆମ ଜିହ୍ବାରେ ଅନେକ ପ୍ରକାର ମନ୍ଦ କଥା, ଅନେକ ପ୍ରକାର ରାଗ, କ୍ରୋଧ, ହିର୍ଷା, ନିନ୍ଦା, ଆମେ ଏଇସବୁ ପ୍ରକାର ଭାଷାକୁ ଆମେ ବ୍ୟବହାର କରୁ, ତାହେଲେ ପବିତ୍ର ଆତ୍ମାଙ୍କ ସହିତ ଆମେ ଗମନାଗମନ କରିପାରିବା ନାହିଁ, ଚାଲିବା ନାହିଁ। ପବିତ୍ର ଆତ୍ମା ପରମେଶ୍ୱର ଆମକୁ ଏଥିପାଇଁ ଦେଇଛନ୍ତି ଯେ ସେହି ପବିତ୍ର ଆତ୍ମା ଆମକୁ ଚଲେଇବେ, ସେ ଆମକୁ ଉପଯୁକ୍ତ ମାର୍ଗରେ ସେ ଚଲେଇବେ, ଆମକୁ ଲିଡ୍ କରି ସେ କଢ଼େଇ ନେବେ। ମାତ୍ର ଯେଉଁ ସମୟରେ ଆମେ ଆମର ଜିହ୍ବାକୁ ଆମେ କଣ୍ଟ୍ରୋଲ କରିବା ନାହିଁ, ଆଜି ଅନେକ ଜଣ ଅଛନ୍ତି ସେମାନଙ୍କର ଜିହ୍ବାକୁ ସେମାନେ ନିୟନ୍ତ୍ରଣ ରଖିନାହାନ୍ତି। ମନ ଇଚ୍ଛା କଥା ଗୁଡ଼ିକ ସେମାନଙ୍କ ଜିହ୍ବାରେ ସେମାନେ କହନ୍ତି। ପ୍ରିୟମାନେ, ଯେଉଁ ସମୟରେ ପବିତ୍ର ଆତ୍ମା ଆମ ଜୀବନରେ ଆସନ୍ତି, ପ୍ରଥମରେ ସେ ଆମମାନଙ୍କୁ ଶକ୍ତି ପ୍ରଦାନ କରନ୍ତି, ଯେ ପ୍ରକାର କି ଆମମାନଙ୍କର ଆଚାର ବ୍ୟବହାର, ଆମମାନଙ୍କର କଥାବାର୍ତ୍ତା, ଚାଲିଚଳନକୁ ସେ ନିୟନ୍ତ୍ରଣ କରିବେ। ଏଫେସୀୟ ଏହାର 5:18 ଆଉ ଦ୍ରାକ୍ଷାରସରେ ମତ୍ତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ରରେ ଆତ୍ମାରେ ପରିପୂର୍ଣ୍ଣ ହୋଇ ଗୀତ, ସ୍ରୋତ, ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହିତ ଦିଅ। ପୁଣି ତୁମମାନଙ୍କ ହୃଦୟରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସଂକୀର୍ତ୍ତନ ଓ ଗୀତ ଗାନ କର। ପ୍ରିୟମାନେ, ପବିତ୍ର ଆତ୍ମାଙ୍କ ସହିତ ଆମେ କି ପ୍ରକାର ଆମେ ଚାଲିବା, ନିଜର ଜିହ୍ବାକୁ ନିୟନ୍ତ୍ରଣ କରି, ବଶୀଭୂତ କରି, ଆମର ଜିହ୍ବାରେ ଆମେ ଯଦି ଠିକ୍ କଥାବାର୍ତ୍ତା ଆମେ ହେଉନାହୁଁ, ଆମମାନଙ୍କ ଜିହ୍ବା ଦ୍ୱାରା ଆମମାନେ ଅନ୍ୟର ନିନ୍ଦା, ଅନ୍ୟର କ୍ରୋଧ, ଅନ୍ୟର ବଚସା ଆମେ କରୁ, ତାହେଲେ ଆମେ ପବିତ୍ର ଆତ୍ମାଙ୍କ ସହିତ ଆମେ ଚାଲିପାରିବା ନାହିଁ। ପବିତ୍ର ଆତ୍ମା ପରମେଶ୍ୱର, ସେ ପବିତ୍ର ପରମେଶ୍ୱର ଅଟନ୍ତି। ସେ ପାପରେ ଜୀବନଯାପନ କରିବା ଲୋକମାନଙ୍କ ସହିତ ସେ କେବେ ହେଲେ ମଧ୍ୟ ଗମନାଗମନ କରିପାରିବେ ନାହିଁ। କାରଣ ଆମେ ଯେଉଁ ସମୟରେ ଆମ ମୁଖରେ ଆମେ ବେଡ୍ ୱାର୍ଡ ଗୁଡ଼ିକ ଆମେ କହୁଛୁ, ସେହି ସମୟରେ ପବିତ୍ର ଆତ୍ମା ଦୁଃଖିତ ହୋଇଯାଆନ୍ତି ଆଉ ସେ ଆମ ସହିତ ଗମନାଗମନ କରନ୍ତି ନାହିଁ। ସେଥିପାଇଁ ଆମମାନେ ପବିତ୍ର ଆତ୍ମାଙ୍କ ସହିତ ଯଦି ଆମେ ଚାଲିବାର ଅଛି, ତାହେଲେ ଆମମାନଙ୍କର ଜିହ୍ବାକୁ ଆମେ ବଶୀଭୂତ କରି ରଖିବାର ଅଛି, ଆମେ ନିୟନ୍ତ୍ରଣ କରି ରଖିବାର ଅଛି, ଏହାକୁ ଠିକ୍ ଭାବରେ ଆମେ ବ୍ୟବହାର କରିବାର ଅଛି। ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଅଛନ୍ତି, ସେମାନଙ୍କର ଜିହ୍ବା ଉପରେ ସେମାନଙ୍କ ନିୟନ୍ତ୍ରଣ ନାହିଁ। ମନ ଇଚ୍ଛା କଥା ବକର 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 ହେଉଥିବେ, ଅସାର କଥା, ଅସାର ତର୍କ ବିତର୍କ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କର କଥାବାର୍ତ୍ତା କି ପ୍ରକାର ହେବାର ଅଛି, ଲବଣରେ ସ୍ୱାଦଯୁକ୍ତ ହେବାର ଅଛି। ପ୍ରତ୍ୟେକ ସମୟରେ ଆମ ମୁଖରୁ ସ୍ୱାଦର କଥା, ପରମେଶ୍ୱରଙ୍କର କଥା, ଅନ୍ୟର ଉତ୍ସାହର କଥା ଆମମାନଙ୍କ ମୁଖରେ ବାହାରିବାର ଅଛି। ସେଥିପାଇଁ ଆସନ୍ତୁ ପ୍ରିୟମାନେ, ପ୍ରାର୍ଥନା ଆମେ କରିବା ପାଇଁ ଯିବା। ପବିତ୍ର ଆତ୍ମା ଆମକୁ ଚଲାଇବା ପାଇଁ ଆସୁଛନ୍ତି। ପବିତ୍ର ଆତ୍ମାଙ୍କ ସହିତ ଆମେ ଗମନାଗମନ କରିବାର ଅଛି, ତାହେଲେ ଆକୁ ଦୁଃଖ ଦେଲେ ଆମେ ଗମନାଗମନ କରିହେବ ନାହିଁ। ପବିତ୍ର ଆତ୍ମା କେତେବେଳେ ଦୁଃଖିତ ହେବେ? ଯେତେବେଳେ ଆମେ ପାପ କରିବୁ। ପାପ ମାନେ କ'ଣ? ଆମ ଜିହ୍ବା ଦ୍ୱାରା ଆମେ ବିଭିନ୍ନ ପ୍ରକାର ମନମଇଳା କଥା କହିବୁ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ପବିତ୍ର ଆତ୍ମା ପରମେଶ୍ୱର, ତୁମେ ଆମକୁ ଚଲାଇବା ପାଇଁ ଆସିଛ, ଯେ ପ୍ରକାର କି ଆମେ ତୁମ ସହିତ ଚାଲି ଆମେ ଆଗକୁ ବଢ଼ିବୁ। ଆଉ ଆମକୁ ଉପଯୁକ୍ତ ଭାବରେ ତୁମେ ସେହି ସ୍ୱର୍ଗର ମାର୍ଗରେ କଢ଼େଇ ନେବ। ମୁଁ ତୁମକୁ ଧନ୍ୟବାଦ ଦିଏ ରାଜା। ମୁଁ ପ୍ରାର୍ଥନା କରେ ଆମମାନେ କେବେ ହେଲେ ମଧ୍ୟ ତୁମକୁ ଦୁଃଖ ନ ଦେଇ ସବୁ ସମୟରେ ପ୍ରଭୁ ତୁମକୁ ଖୁସି ଓ ଆନନ୍ଦିତ ଆମେ କରିପାରିବୁ। ଦୟାକରି ତୁମେ ଅନୁଗ୍ରହ କର। ଆମର ସମସ୍ତ ପ୍ରକାର ଦୁଷ୍ଟତା, ଆମମାନଙ୍କର ବେଡ୍ ୱାର୍ଡ ଗୁଡ଼ିକରୁ ତୁମେ ଆମମାନଙ୍କୁ ଜୟ ପ୍ରଦାନ କର। ଆମେ ସେ ଉପରେ ଜୟ ଲାଭ କରି ପ୍ରକୃତରେ ସତ୍ୟ ଭାବରେ ତୁମ ପଛରେ ଚାଲିବୁ। ଅନୁଗ୍ରହ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମିନ୍ ଆମିନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମେ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।